ଷୋହଳ ଟିକିଆ ହାତୀପଲ ତାଣ୍ଡବରେ ଆମ୍ବ ବଗିଚା ଗଲା ଉଜୁଡ଼ି। ଢେଙ୍କାନାଳ ସଦର ବ୍ଲକ ସୁଖାଇ କାଟେଣୀ କତକମଡ଼ା ଆମ୍ବ ଚାଷୀ ରୁଦ୍ରାନ୍ତ କୁମାର ଦଳେଇଙ୍କ ବଗିଚାରେ 15 ଟିକିଆ ହାତୀପଲ ପଶି 100ରୁ ଊର୍ଦ୍ଧ୍ୱ ଗଛକୁ ନଷ୍ଟ କରିବା ସହିତ 2ଟି 10 ଇଞ୍ଚିଆ ବୋରୱେଲ ପମ୍ପ ସେଟ୍ ଓପାଡ଼ି ଦେଇଛନ୍ତି। ସରକାରଙ୍କ ତରଫରୁ ସରକାରୀ ସହାୟତା ନ ମିଳିଲେ ରାଜରାସ୍ତାକୁ ଓହ୍ଲାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି। ମୋ ନାଁ ରୁଦ୍ରାନ୍ତ କୁମାର ଦଳେଇ, ଆମ୍ବ ଚାଷୀ। ଆମର ଗତ ବୁଧବାର ଦିନ ରାତିରେ ଆମ ବଗିଚାରେ କତକମଡ଼ା ସ୍ଥିତ ବଗିଚାରେ 15 ଟିକିଆ ହାତୀପଲ ପଶି ଆମ୍ବ ଗଛ ଭାଙ୍ଗିଲେ, ପିଜୁଳି ଗଛ ଭାଙ୍ଗିଲେ, ପଣସ ଗଛ ଭାଙ୍ଗିଲେ। ତତ୍ ସହିତ ଆମ ଏଇ ବୋରୱେଲ ଦୁଇଟି ବୋରୱେଲ 10 ଇଞ୍ଚିଆ ବୋରୱେଲ ଭାଙ୍ଗିକିନି ଚୁରମାର କରିଦେଇଛନ୍ତି ଏବଂ ବାଡ଼ ଚାରି ଚତୁଃପାର୍ଶ୍ୱର ବାଡ଼ ଭାଙ୍ଗିଛନ୍ତି। ପୁରା ପାଖାପାଖି 5ରୁ 10 ଲକ୍ଷ ଟଙ୍କା ଆମର କ୍ଷତି ହେଇଛି। ତେଣୁକରି ପ୍ରଶାସନ ପାଖରେ ଆମେ ଗୁହାରି କରୁଛୁ, ତୁରନ୍ତ ଆମକୁ କ୍ଷତିପୂରଣ ଦିଆଯାଉ, ନଚେତ୍ ଆମେ ରାଜରାସ୍ତାକୁ ଓହ୍ଲାଇବୁ ଏବଂ କଲେକ୍ଟର ଅଫିସ ଆଗରେ ଧାରଣା ଦେବୁ।